ଆପଣଙ୍କର ଯଦି ମେଷ ରାଶି ହୋଇଥାଏ ତେବେ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, କାରଣ ମେଷ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ଏହି ନୂତନ ବର୍ଷ 2026ର ମକର ସଂକ୍ରାନ୍ତି ଠାରୁ ଆପଣଙ୍କ ଜୀବନଟି ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ ହେବ ଏବଂ ଆପଣଙ୍କ ଜୀବନରେ ଯେତେ ସବୁ ବାଧାବିଘ୍ନ ଆସୁଥିଲା ତାହା ମଧ୍ୟ ଦୂର ହେବାକୁ ଲାଗିବ। ତେଣୁ ଆପଣ ଯଦି ମେଷ ରାଶିର ବ୍ୟକ୍ତିବିଶେଷ ହୋଇଥାନ୍ତି ଏବଂ ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ବିଶ୍ୱାସ କରୁଥାନ୍ତି ତେବେ ଭିଡ଼ିଓଟିକୁ ଲାଇକ୍ କରିବା ସହ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ନିଶ୍ଚୟ କରିବେ। ତାହା ସହିତ କମେଣ୍ଟରେ ଜୟ ମହାଦେବ, ଜୟ ଶନିଦେବ ନିଶ୍ଚୟ ଲେଖିବେ। ତେବେ ଦେଖନ୍ତୁ, ପ୍ରଥମତଃ ମେଷ ରାଶିର ବ୍ୟକ୍ତିବିଶେଷଙ୍କର ଅଧିପତି ହେଉଛନ୍ତି ଦେବଗୁରୁ ବୃହସ୍ପତି, ଯାହା ଆପଣଙ୍କର ଗୁରୁସ୍ଥାନରେ ତୃତୀୟ ଭାଗରେ ଅଛନ୍ତି ଏବଂ ଆପଣଙ୍କର ଦ୍ୱାଦଶ ଘରେ ଶନି ମହାଗ୍ରହ ଅଛନ୍ତି, ଯାହାକୁ ବି କର୍ମଫଳଦାତା କୁହାଯାଇଥାଏ। ଦେଖନ୍ତୁ, ପ୍ରଥମତଃ ଦେବଗୁରୁ ବୃହସ୍ପତି ଆପଣଙ୍କର ତୃତୀୟ ଘରେ ଥିବାରୁ ଆପଣଙ୍କର କ୍ୟାରିୟର କ୍ଷେତ୍ରରେ ବହୁତ ମାତ୍ରାରେ ଉନ୍ନତି ଆସିବ ଏବଂ ଆପଣଙ୍କ ଜୀବନରେ ଯେତେ ସବୁ ବାଧାବିଘ୍ନ ଆସୁଥିଲା ତାହା ମଧ୍ୟ ଦୂରେଇ ଯିବ। ଆପଣଙ୍କର ଲଭ୍ ଲାଇଫ୍ କ୍ଷେତ୍ରରେ ମଧ୍ୟ ଯେତେ ମାତ୍ରାରେ ବାଧାବିଘ୍ନ ଆସୁଥିଲା, ଆପଣଙ୍କ ଜୀବନରେ ଯେତେ ମାତ୍ରାରେ ସବୁ ଋଣ କରଜରେ ଆପଣ ବୁଡ଼ି ରହିଥିଲେ, ଆପଣଙ୍କର ପୁତ୍ର ଏବଂ ଝିଅଙ୍କର ଯେଉଁ ଚିନ୍ତା ରହୁଥିଲା ବିବାହକୁ ନେଇ, ତାହା ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଦୂର ହେବାକୁ ଲାଗିବ। ଦେଖିବେ, ଆପଣଙ୍କ ଝିଅ ପୁଅ ଯଦି ବିବାହ ହେବାକୁ ସମୟ ହୋଇଗଲାଣି, ଆପଣଙ୍କ ପାଖକୁ ବହୁତ ମାତ୍ରାରେ ପ୍ରସ୍ତାବ ଆସିବ ମଧ୍ୟ ବିବାହ ପାଇଁ, ଖାସ୍ କରି ମେଷ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ। ଏବଂ ଶନି ଦେଖନ୍ତୁ ଆପଣଙ୍କର ଦ୍ୱାଦଶ ଘରେ ଅଛନ୍ତି। ଶନି ଆପଣଙ୍କର ଦ୍ୱାଦଶ ଘରେ ଥିବା ହେତୁ ଆପଣଙ୍କ ଜୀବନରେ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ ହେବାକୁ ଲାଗିବ। ଆପଣଙ୍କ ଜୀବନରେ ଧନ ଏବଂ ରତ୍ନର କୌଣସି ଅଭାବ ରହିବ ନାହିଁ। ତା ସହିତ ଆପଣଙ୍କ ଜୀବନରେ ବହୁତ ମାତ୍ରାରେ କର୍ମକୁ ନେଇ ଆପଣଙ୍କୁ ଫଳପ୍ରଦ ହେବାକୁ ଲାଗିବ। ଦେଖନ୍ତୁ, ଆପଣ ଯଦି ଭଲ କର୍ମ କରିବେ ସେହି ଅନୁସାରେ ଭଲ ଫଳ ମଧ୍ୟ ପ୍ରାପ୍ତ କରିବେ। ଯଦି ଖରାପ କାର୍ଯ୍ୟ କରିବେ ତେବେ ଖରାପ ଫଳ ମଧ୍ୟ ପ୍ରାପ୍ତ କରିବେ। ଶନିଦେବ ହେଉଛନ୍ତି କର୍ମ ଫଳଦାତା। ତେଣୁ ଆପଣ ପ୍ରତ୍ୟେକ ଦିନ କିଛି ଭଲ କର୍ମ କରିବାକୁ ଚେଷ୍ଟା କରନ୍ତୁ ଏବଂ ଆପଣଙ୍କ ଦ୍ୱାରା ଯଦି କିଛି ସମ୍ଭବ ହେଉଛି ତେବେ ଦାନ ମଧ୍ୟ କରନ୍ତୁ। ଅର୍ଥଦାନ ହେଉ, ଖାଦ୍ୟଦାନ ହେଉ, ବସ୍ତ୍ରଦାନ ହେଉ, ଆପଣଙ୍କ ଦ୍ୱାରା ଯେଉଁପରି ଭାବରେ ସମ୍ଭବ ହେଉଛି କିଛି ମାତ୍ରାରେ ଦାନ କରନ୍ତୁ। ଦେଖିବେ ବହୁତ ମାତ୍ରାରେ ଆପଣଙ୍କର ଜୀବନଟି ସୁଖ ଶାନ୍ତିରେ ଯିବ ଏବଂ ଆପଣଙ୍କୁ ମଙ୍ଗଳ ହେବ। ଆଉ ଗୋଟେ କଥା ମନେ ରଖନ୍ତୁ, ଶନିଙ୍କର ପ୍ରଭାବ ହେତୁ ଆପଣଙ୍କ ଗ୍ରହରେ ଶନିଙ୍କର ପ୍ରଭାବ ହେତୁ ଦେଖିବେ ଆପଣଙ୍କର ପୈତୃକ ସମ୍ପତ୍ତି ପ୍ରାପ୍ତ ହେବାକୁ ଲାଗିବ ଏବଂ କୌଣସି ଜମିବାଡ଼ିକୁ ନେଇ ଯଦି ଆପଣ କୋର୍ଟ କଚେରୀ ମାମଲାରେ ଅଛନ୍ତି ତାହା ମଧ୍ୟ ଆପଣଙ୍କର ଦୂର ହୋଇଯିବ ଏବଂ ଏହି 2026 ମକର ସଂକ୍ରାନ୍ତି ପରଠାରୁ ଯେକୌଣସି କୋର୍ଟ କଚେରୀ କେସ୍ ହେଉ, ଯେକୌଣସି ରାଜନୀତିର କ୍ଷେତ୍ରରେ ହେଉ, ଆପଣଙ୍କୁ କୌଣସି ବ୍ୟକ୍ତି ବି ହରାଇ ପାରିବେ ନାହିଁ। ସବୁଠାରେ ଆପଣଙ୍କର ଜୟ ହେବ। ତେଣୁ ଆପଣ ବିନ୍ଦାସରେ ରୁହନ୍ତୁ ଏବଂ ଆପଣଙ୍କ ଜୀବନଟି ଏହି 2026ର ମକର ସଂକ୍ରାନ୍ତି ଠାରୁ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ ହୋଇଯିବ। ତେଣୁ ଆଉ ଗୋଟେ କଥା ମନେ ରଖନ୍ତୁ, ଆପଣଙ୍କର ଇଷ୍ଟ ଦେବ ହେଉଛନ୍ତି ମହାଦେବ। ତେଣୁ ଆପଣ ପ୍ରତ୍ୟେକ ଦିନ ମହାଦେବ ମନ୍ଦିରକୁ ଯାତ୍ରା କରନ୍ତୁ। ପ୍ରତ୍ୟେକ ଦିନ ମହାଦେବଙ୍କ ମନ୍ଦିରକୁ ଯାତ୍ରା କରନ୍ତୁ ଏବଂ ମହାଦେବ ମନ୍ଦିରକୁ ଯାଇ ଜଳସାହି କରନ୍ତୁ, ବେଲପତ୍ର ମଧ୍ୟ ଚଢ଼ାନ୍ତୁ। ଦେଖିବେ ବହୁତ ମାତ୍ରାରେ ଆପଣଙ୍କୁ ମଙ୍ଗଳ ହେବ ଏବଂ ମହାଦେବଙ୍କର ଆଶୀର୍ବାଦ ରହିବ, କାରଣ ମହାଦେବ ହେଉଛନ୍ତି ଆପଣଙ୍କର ଇଷ୍ଟ ଦେବତା। ମେଷ ରାଶିର ବ୍ୟକ୍ତିବିଶେଷଙ୍କର ଇଷ୍ଟ ଦେବତା ହେଉଛନ୍ତି ମହାଦେବ। ଏବଂ ଆଉ ଗୋଟେ କାର୍ଯ୍ୟ କରନ୍ତୁ, ହନୁମାନ ଚାଳିଶା ମଧ୍ୟ ପ୍ରତ୍ୟେକ ଦିନ ପାଠ କରନ୍ତୁ। ହନୁମାନ ଚାଳିଶା ପାଠ କରିବା ଦ୍ୱାରା ଆପଣଙ୍କ ଜୀବନରେ ଯେତେ ସବୁ ବାଧାବିଘ୍ନ ଆସୁଥିଲା ତାହା ମଧ୍ୟ ଦୂର ହେବାକୁ ଲାଗିବ। ତେଣୁ ପ୍ରତ୍ୟେକ ଦିନ ହନୁମାନ ଚାଳିଶା ମଧ୍ୟ ପାଠ କରିବାକୁ ଭୁଲିବେ ନାହିଁ। ହନୁମାନ ଚାଳିଶା ମଧ୍ୟ ପାଠ କରନ୍ତୁ। ତାହା ସହିତ ଆପଣଙ୍କୁ ଯଦି ସମୟ ହେଉଛି ତେବେ ହରେ କୃଷ୍ଣ ମହାମନ୍ତ୍ର ମଧ୍ୟ ଜପ କରନ୍ତୁ। ହରେ କୃଷ୍ଣ ମହାମନ୍ତ୍ର ଜପ କରିବା ଦ୍ୱାରା ଆପଣଙ୍କର ନବଗ୍ରହଙ୍କର ସ୍ଥିତି ସନ୍ତୁଳନ ହେବ ଏବଂ ନବଗ୍ରହଙ୍କ ସ୍ଥିତି ମଧ୍ୟରେ ଆପଣଙ୍କର ସ୍ଥିର ରହିବ, ସୁଦୃଢ଼ ମଧ୍ୟ ରହିବ। ଆପଣଙ୍କର କୌଣସି ବାଧାବିଘ୍ନ ମଧ୍ୟ ହେବ ନାହିଁ। ତେଣୁ ଆପଣ ହରେ କୃଷ୍ଣ ମହାମନ୍ତ୍ର ମଧ୍ୟ ଜପ କରନ୍ତୁ। ଏ ତ ରହିଲା ମେଷ ରାଶିର ବ୍ୟକ୍ତିବିଶେଷଙ୍କର ଟୋଟାଲ ବାର୍ଷିକ ରାଶିଫଳ। ତେଣୁ ଆପଣ ଯଦି ମେଷ ରାଶିର
ବ୍ୟକ୍ତିବିଶେଷ ହୋଇଥାନ୍ତି ଏବଂ ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ବିଶ୍ୱାସ କରୁଥାନ୍ତି, ତେବେ ଭିଡ଼ିଓଟିକୁ ଲାଇକ୍ କରିବା ସହ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ନିଶ୍ଚୟ କରିବେ। ରହୁଛି ଧନ୍ୟବାଦ। ଜୟ ଜଗନ୍ନାଥ।